Hello everyone, welcome back to RB Education ଓଡ଼ିଆ। ଶ୍ରେଣୀ ପିଲା ନବମ ତୁମମାନଙ୍କ ଯେଉଁ ଆଗ ମାସରେ ଇଣ୍ଟରନାଲ ଆସାଇନମେଣ୍ଟ ହେବାକୁ ଯାଉଅଛି, ତାହେଲେ ମୁଁ ଗୋଟେ ସାହିତ୍ୟର କ୍ୱେଶ୍ଚିନ୍ ନେଇଯାଇଛି, ଯାହାକି ଦେଖ ଇଣ୍ଟରନାଲ ଫର୍ମେଟିଭ୍ ଆସାଇନମେଣ୍ଟ 2 ଫାର୍ଷ୍ଟ ଲାଙ୍ଗୁଏଜ ଓଡ଼ିଆ ପ୍ରଥମ ମାସ ଓଡ଼ିଆ ଫୁଲ୍ ମାର୍କ 20ଟି କ୍ୱେଶ୍ଚିନ୍ ଅଛି, ତାକୁ ଆଲୋଚନା କରିବା। ତା ପୂର୍ବରୁ ଯେଉଁମାନେ ଚ୍ୟାନେଲରେ ନୂଆ ଅଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ, ଯାହାଦ୍ୱାରା ଇଣ୍ଟରନାଲ ଆସାଇନମେଣ୍ଟ ଯେଉଁ ରିଅଲ୍ କ୍ୱେଶ୍ଚିନ୍ ଛଡ଼ାଯିବ, ପ୍ରତ୍ୟେକ କ୍ୱେଶ୍ଚିନ୍ ଯେଉଁ ସବୁ ସବଜେକ୍ଟର ରିଅଲ୍ କ୍ୱେଶ୍ଚିନ୍ ଛଡ଼ାଯିବ, ଯାହାଦ୍ୱାରା ତୁମ ନିକଟରେ ଯଥାଶୀଘ୍ର ପହଞ୍ଚିଯିବ, ଯାହାକି ତୁମେ ଦେଖିପାରିବ। ତୁମ ସାଙ୍ଗମାନଙ୍କ ନିକଟକୁ ବି ସେୟାର କରିଦିଅ, ଯାହାଦ୍ୱାରା ସେମାନେ ବି ଦେଖିପାରିବେ। ତାର କ୍ୱେଶ୍ଚିନ୍ ଆନ୍ସର ଦେଖିବା। ପ୍ରତ୍ୟେକ ପ୍ରଶ୍ନର 4ଟି ସମ୍ଭାବ୍ୟ ଉତ୍ତର ଦିଆଯାଇଛି, ସେଗୁଡ଼ିକ ମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଲେଖ। 1 ନମ୍ବର କ୍ୱେଶ୍ଚିନ୍ ଅଛି, ଶ୍ରୀକୃଷ୍ଣ ରାଗିଲେ କ'ଣ କରୁଥିଲେ? ଏହାର ଆନ୍ସର ହେବ ହାଣ୍ଡିକୁଣ୍ଡ ଭାଙ୍ଗୁଥିଲେ, ଯାହାକି ଅପସନ୍ ଡି। 2 ନମ୍ବର, କାହା ମୁଖ ଅନାଇ ବଞ୍ଚିବି କବିତାର କବି କିଏ? ଏହାର ଆନ୍ସର ହେଇଯିବ ଅପସନ୍ ସି, ଭକ୍ତଚରଣ ଦାସ। 3 ନମ୍ବର, ତୁମେ ମୋତେ ଅନ୍ତର ହେଲେ ତିଳେ ରେଖାଙ୍କିତ ଶବ୍ଦର ଅର୍ଥ କ'ଣ? ଏହାର ଆନ୍ସର ହେଇଯିବ ଅପସନ୍ ବି, ବିୟୋଗ। 4 ନମ୍ବର, ବିଧାତାର ବରପୁତ୍ର ବୋଲି କାହାକୁ କୁହାଯାଇଛି? ଏହାର ଆନ୍ସର ହେଇଯିବ ଅପସନ୍ ବି, ପୃଥ୍ୱୀ। 5 ନମ୍ବର କ୍ୱେଶ୍ଚିନ୍ ଆଲୋଚନା କରିବା। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି, କୁନ୍ତଳା କୁମାରୀ କେଉଁ ଶତାବ୍ଦୀର ଲେଖକ? ଲେଖିକା ସ୍ତ୍ରୀର ଅଛି ନା ଲେଖିକା ନାରୀ ତ ଲେଖିକା। ଏହାର ଆନ୍ସର ହେଇଯିବ ଅପସନ୍ ଡି, ସପ୍ତଦଶ ଶତାବ୍ଦୀ। 6 ନମ୍ବର, ଲେଖକ ବାମନ ବୋଲି କାହାକୁ କହିଛନ୍ତି? ଲେଖକ ନିଜକୁ ବାମନ ବୋଲି କହିଛନ୍ତି, ଅପସନ୍ ବି, ଯାହାକି ଆନ୍ସର ନିଜକୁ। ହିଟଲର ଶୈଶବ କିପରି କଟିଥିଲା? ଏହାର ଆନ୍ସର ହେଇଯିବ ଅପସନ୍ ସି, ଇଟା ଭାଟି କାମ କରି। 8 ନମ୍ବର ଦେଖିବା, ସ୍ତ୍ରୀକୁ ଭାର୍ଯ୍ୟା ବୋଲି କୁହାଯାଏ କାହିଁକି? ଏହାର ଆନ୍ସର ହେଇଯିବ ଅପସନ୍ ଏ, ସ୍ତ୍ରୀ ସ୍ୱାମୀ ପୋଷେ ବୋଲି। 9 ନମ୍ବର କ୍ୱେଶ୍ଚିନ୍ ଦେଖିବା। ଯେଉଁମାନେ ଚ୍ୟାନେଲରେ ନୂଆ ଅଛ, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ, ଯାହାଦ୍ୱାରା ଇଣ୍ଟରନାଲ ଆସାଇନମେଣ୍ଟ 2ର ସମସ୍ତ କ୍ୱେଶ୍ଚିନ୍ ଛଡ଼ାଯିବ, ଯାହାଦ୍ୱାରା ତୁମମାନଙ୍କ ନିକଟରେ ଜଲ୍ଦି ପହଞ୍ଚିବ, ରିଅଲ୍ କ୍ୱେଶ୍ଚିନ୍ ଛଡ଼ାଯିବ। 9 ନମ୍ବର କ୍ୱେଶ୍ଚିନ୍ ଅଛି, ବଣର ମାଳତୀ ବଣରେ ଫୁଟି ଝଡ଼ି ପଡ଼ିବା, ଏହାର ଅର୍ଥ କ'ଣ? ଏହାର ଆନ୍ସର ହେଇଯିବ ଅପସନ୍ ସି, ପ୍ରତିଭା ଲୋକଲୋଚନକୁ ନ ଆସିବା। 10 ନମ୍ବର, ପୁଅର ଯେଉଁ ଦୋଷ ପୌରୁଷ ବିବେଚିତ ହୁଏ, ଝିଅ ପକ୍ଷେ ତାହା ଡ୍ୟାସ୍? ଏହାର ଆନ୍ସର ହେଇଯିବ ଅପସନ୍ ବି, ମାରାତ୍ମକ ସ୍ଖଳନ ସତ। 11 ନମ୍ବର କ୍ୱେଶ୍ଚିନ୍ ଦେଖିବା, ନାଉରୀକୁ ଦଳବେହେରା କାହିଁକି ସାହାଯ୍ୟ କରିବାକୁ ଇଚ୍ଛା କଲା? ଅପସନ୍ ଏ, ନାଉରୀ ସର୍ବତ ହରାଇଥିଲା ବୋଲି। ଏହାର ଆନ୍ସର ହେଇଯିବ। 12 ନମ୍ବର, ସାହେବ ଦଳବେହେରାଙ୍କ ମୁଣ୍ଡ ପାଇଁ କେତେ ପୁରସ୍କାର ଘୋଷଣା କରିଥିଲେ? ଏହାର ଆନ୍ସର ହେଇଯିବ ଅପସନ୍ ଡି, 500 ଟଙ୍କା, ବାଇକି 500 ଟଙ୍କା। 13 ନମ୍ବର କ୍ୱେଶ୍ଚିନ୍ ଦେଖିବା। 12 ନମ୍ବର କ୍ୱେଶ୍ଚିନ୍ ପାଇଗଲା, ଏଣ୍ଡୁଅ ଧାଉଡ଼ି ସିଜୁ ବୁଦା ମୂଳ ଯାଏ ସିନା, କିଏ କହିଛି? ଏହାର ଆନ୍ସର ହେଇଯିବ ଅପସନ୍ ସି, ସଉରି ବୋଉ। ସଉରି ବୋଉ କହିଥିଲା କି ଏଣ୍ଡୁଅ ଧାଉଡ଼ି ସିଜୁ ବୁଦା ମୂଳ ଯାଏ ସିନା। 14 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଦଳବେହେରା ଆତ୍ମଗୋପନ କରି କି ରୂପ ଧରିଥିଲା? ଏହାର ଆନ୍ସର ହେଇଯିବ ଅପସନ୍ ସି, ବାବାଜୀ ରୂପ ଧରିଥିଲା। 15 ନମ୍ବର, ଦଳବେହେରା ଯୁବକମାନଙ୍କୁ କେଉଁ ଗଛ ମୂଳେ ପହଞ୍ଚୁ ସିନ୍ଦୂର ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା? ଏହାର ଆନ୍ସର ହେଇଯିବ ଅପସନ୍ ବି, ବାହୁତି ବରଗଛ। 16 ନମ୍ବର କ୍ୱେଶ୍ଚିନ୍ ଦେଖିବା, ସମାସରେ ପଦଗୁଡ଼ିକ ମିଳିତ ହେବା ପରେ ଯେଉଁ ପଦ ସୃଷ୍ଟି ହୁଏ ତାହାକୁ କ'ଣ କହନ୍ତି? ଏହାର ଆନ୍ସର ହେଇଯିବ ଅପସନ୍ ଏ, ସମସ୍ତ ପଦ। 17 ନମ୍ବର, ଉପମେୟ ପୂର୍ବପଦ ଓ ଉପମାନ ପରପଦର ସମାସ ହେଲେ ତାକୁ କ'ଣ କହନ୍ତି? ଏହାର ଆନ୍ସର ହେଇଯିବ ଅପସନ୍ ଏ, ଉପମିତ କର୍ମଧାରୟ। 18 ନମ୍ବର, ଯେଉଁ ସମାସର ସମସ୍ତ ପଦ ସମସ୍ୟାମାନ ପଦମାନଙ୍କ ଭିତରୁ କାହାରି ଅର୍ଥକୁ ନ ବୁଝାଇ ଅନ୍ୟକୁ ବୁଝାଏ ତାକୁ କି ସମାସ କହନ୍ତି? ଏହାର ଆନ୍ସର ହେଇଯିବ ଅପସନ୍ ସି, ବହୁବ୍ରୀହି ସମାସ। 20 ନମ୍ବର କ୍ୱେଶ୍ଚିନ୍ ଦେଖିବା କ'ଣ ରହିଛି। 19 ନମ୍ବର, ନିମ୍ନଲିଖିତ ସମସ୍ତ ପଦ ଭିତରୁ କେଉଁଟି ଭିନ୍ନ? ଏରେ ଦେଇଛି ଉପବନ, ବିରେ ଦେଇଛି ପ୍ରତିମୂର୍ତ୍ତି, ସିରେ ଦେଇଛି ବିପକ୍ଷ, ତିନି ଦେଇଛି କୃଷ୍ଣ ସର୍ପ, ଡିରେ ଦେଇଛି। ଏହାର ଆନ୍ସର ହେଇଯିବ ଅପସନ୍ ଡି, କୃଷ୍ଣ ସର୍ପ। 20 ନମ୍ବର କ୍ୱେଶ୍ଚିନ୍ ଦେଖିବା, ଗୁଣି ଏଥିରେ ଥିବା ପ୍ରତ୍ୟୟଟି କ'ଣ? ଏହାକୁ ପିଲାମାନେ ତୁମେ କମେଣ୍ଟରେ କହିବ, ଯାହାକି ଏଇଟା ତୁମ ସରପ୍ରାଇଜ୍ କ୍ୱେଶ୍ଚିନ୍ ଅଛି। କହିପାରିବ ଯଦି କହ, ନହେଲେ ମୁଁ କହିଦେଉଛି ଆଉ। ଗୁଣି ଏଥିରେ ଥିବା ପ୍ରତ୍ୟୟଟି କିଏ? ଏହାର ଆନ୍ସର ହେଇଯିବ ଅପସନ୍ ଡି, ଇନ୍।
तेणु पिलामाने तुमर 20 जाक प्रश्न आम आलोचना करदेचु जहाँकि 20 ରୁ 20 क्वेश्चन आंसर आलोचना करदेचु। जो मैंने चैनल रे नुआ छ चैनल को सब्सक्राइब कर दियो, लाइक कर दियो, वीडियो टी लाइक कर दियो, सांग माने को शेयर कर दियो। धन्यवाद।